ବିଜୁ ପଟ୍ଟନାୟକ ଯେଉଁଭଳି ଭାବରେ ନେତା ସୃଷ୍ଟି କରିଥିଲେ ଓଡ଼ିଶାରେ, ବହୁତ ନେତା ଛାଡ଼ିକି ବିଜୁବାବୁଙ୍କ ପାଖରୁ ପଳେଇଲେ। ବିଜୁବାବୁ କ'ଣ ଦଳ ଛାଡ଼ିଦେଲେ ନା ବିଜୁବାବୁ ରାଜନୀତିରେ ବସି ପଡ଼ିଲେ ଚୁପକିରି? ଯିଏ ସୃଷ୍ଟି କରି ଜାଣେ ସିଏ ଯେକୌଣସି ନେତା ଯେକୌଣସି ଜାଗାରୁ ଆଣିକି ନେତା ସୃଷ୍ଟି କରିବେନି, ଯେକୌଣସି ଲୋକଙ୍କୁ ଆଣି ନେତା କରିବେନି। ନବୀନଙ୍କ ନାଁରେ, ବିଜୁ ଜନତା ଦଳ ନାଁରେ ଭୋଟ, ତେଣୁ ଯିଏ ସେଇଭଳି ଭାବରେ ସଂଗଠନ କରିବ ଏରିଆରେ, ସେ କଥା ନବୀନବାବୁ ଦେଖୁନାହାନ୍ତି। ନବୀନବାବୁ ଯାହାକୁ ଇଚ୍ଛା କରିବେ ତାକୁ ସେ ନେତା କରିବେ। ଯିଏ ଦଳ ପାଇଁ କାମ କରିବ, ନବୀନଙ୍କ ପାଇଁ କାମ କରିବ, ସେ ନେତା ହେବ। ଅସୁବିଧା କ'ଣ ଅଛି? ଆଉ ଗୋଟେ ଚିତ୍ର ଆମେ ଦେଖୁଛୁ, ବର୍ତ୍ତମାନ ତିର୍ତ୍ତୋଲ ଗଲାଣି, ଋଷି ସାନ୍ତରା ଯାଇକି ସେଠି ସଂଗଠନ ବଢ଼େଇଲେଣି। ଏପଟେ ଚୌଦ୍ୱାର କଟକରେ ପ୍ରତାପ ଜେନା ଯାଇ ମଧ୍ୟ ସଂଗଠନ ବଢ଼େଇଲେଣି। କିନ୍ତୁ ଆଗାମୀ ବାଙ୍କିରେ କିଏ ଏବଂ ଅନ୍ୟାନ୍ୟ ଯେଉଁ ବସ୍ତାରେ କିଏ, ଏଇ ସ୍ଥାନରେ କିଏ? ସେ ସ୍ଥାନ ଗୁଡ଼ିକ କିଏ କ'ଣ ଏବେଠୁ କିଛି କହିହେବ? ମୁଁ ଆପଣଙ୍କୁ କହିଛି, ସଂଗଠନ ଦାୟିତ୍ୱରେ ଆମେ ସମସ୍ତଙ୍କୁ ମାନ୍ୟବର ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ କିଛି କିଛି ଦେଇଛନ୍ତି। ଆମେ ସେ ଦାୟିତ୍ୱକୁ ଆମେ ସୁଚାରୁ ରୂପେ ତୁଲାଉଛୁ। ତେଣୁ ଯାହାକୁ ସେ ଚାହିଁବେ ଯେ ଯିଏ ଦଳ ପାଇଁ କାମ କରୁଛି, ନବୀନଙ୍କ ପାଇଁ କାମ କରୁଛି, ବିଜୁ ଜନତା ଦଳ ପାଇଁ କାମ କରୁଛି ବୋଲି ସେ ଅନୁଭବ କରିବେ, ସେ ତାକୁ ଟିକେଟ୍ ଦେବେ, ତାକୁ ନେତା କରିବେ, କିଛି ଅସୁବିଧା ନାହିଁ।